ମୁଁ ଗ୍ୟାରେଣ୍ଟିର ସହିତ ଆପଣଙ୍କୁ କହିବି କି ଆପଣ ଏହିପରି ଭାବରେ ଛତୁ ତରକାରୀ କେବେ ଖାଇ ନଥିବେ। ଆଉ ଯଦି ଥରେ ଖାଇଲେ ଆପଣ ନିଜେ ବି ବିଶ୍ୱାସ କରିପାରିବେନି କି ଏହିପରିଆ ଛତୁ ତରକାରୀ ଆପଣ କାହିଁକି କରିନଥିଲେ ଏତେ ଅଳ୍ପ ଜିନିଷରେ। ଆଉ ଢାବା କଣ ରେଷ୍ଟୁରାଣ୍ଟ କଣ କୌଣସି ଷ୍ଟ୍ରିଟ୍ ଫୁଡରେ ବି ଆପଣ ଏହିପରି ଭାବରେ ଛତୁ ତରକାରୀ କେବେ ଖାଇ ନଥିଲେ। ଆଉ ଯଦି ଥରେ ବନେଇଦେବେ ସବୁବେଳେ ବନେଇକି ଖାଇବେ, କାହିଁକି ନା ଏଟା ଏତେ ବାସ୍ନା ଏତେ ଟେଷ୍ଟ ଲାଗିବ, ଆପଣଙ୍କୁ ଇଚ୍ଛା ହବ କି ସବୁବେଳେ ଖାଇବାକୁ। ରୁଟି ପରଟା ପୁରୀ ସହିତ ମଧ୍ୟ ପଖାଳ ଭାତ ଗରମ ଭାତକୁ ବି ଏଟା ଜମିବ। ଯେତିକି ଟେଷ୍ଟ ସେତିକି ସହଜ ବନେଇବା। କେବଳ ବହୁତ କମ ଜିନିଷରେ ବନେଇବାର ଅଛି। ନର୍ମାଲ ଆପଣ ଯେତେବେଳେ ଘରେ ଛତୁ ତରକାରୀ ବନେଇଥାନ୍ତି ବହୁତ ଜିନିଷ ଆପଣଙ୍କୁ ଲାଗିଥାଏ, କିନ୍ତୁ ଏଇ ଛତୁ ତରକାରୀ ବନେଇବାରେ ବହୁତ ଅଳ୍ପ ଜିନିଷ ଲାଗିବ। ତା ସହିତ ପ୍ରତ୍ୟେକଟି ଟିପ୍ସ ଆଉ ଟ୍ରିକ୍ ସହିତ ମୁଁ ଏଇଠି ଆପଣଙ୍କୁ ବତେଇ ଚାଲିବି, କାହିଁକି ନା ଆପଣ ଆସିଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲକୁ। ତ ସିକ୍ରେଟ ଟିପ୍ସ ଆଉ ଟ୍ରିକ୍ ଆପଣଙ୍କୁ ଏଠି ଭରପୁର ମାତ୍ରାରେ ମିଳିବ। ଫ୍ରେଣ୍ଡ ମୁଁ ଆପଣଙ୍କୁ ଏଠି ଗୋଟେ ଜିନିଷ କହିବାକୁ ଚାହିଁବି, ଯେତେବେଳେ ଆପଣ ଛତୁ ତରକାରୀ କରିବା ପାଇଁ ଚାହୁଁଛନ୍ତି କିମ୍ବା ଛତୁର ଯେକୌଣସି ଆଇଟମ କରିବା ପାଇଁ ଚାହୁଁଛନ୍ତି, ଯୋଉ ଛତୁ ନା କାହିଁକି ଆପଣ ଯୋଉ ଛତୁ ଏହିପରି ଭାବରେ ଛତୁ କିମ୍ବା ପାଳ ଛତୁ, ନାଳ ଛତୁ, ମଉଳା ଛତୁ, ଯେକୌଣସି ଛତୁ ଆଣନ୍ତୁ ନା କାହିଁକି, ତାକୁ ପ୍ରଥମେ ଗୋଟେ ଏଇ ଜିନିଷ କରନ୍ତୁ, ନହେଲେ ଆପଣଙ୍କର ଦେହ ବି ଖରାପ ହେଇଯିବାର ଚାନ୍ସେସ୍ ଥାଏ। ତ କରିବେ କଣ ଫ୍ରେଣ୍ଡ, ପାଣି ନେଇଯିବେ ଏହିପରି ଭାବରେ। ପାଣି ଉପରେ ଆପଣଙ୍କୁ ଏଇ ଗୋଟିଏ ଜିନିଷ ପକେଇ ଦବାର ଅଛି। ସେଟା ବହୁତ ସହଜ, ସମସ୍ତଙ୍କ ଘରେ ଥାଏ ସେ ଜିନିଷଟି। ସିଏ ହଉଛି ଆମର ହଳଦୀ ଗୁଣ୍ଡ। ଯୋଉ ହଳଦୀ ଗୁଣ୍ଡ ଆପଣ ଖାଉଛନ୍ତି ନା, ଠିକ ସେଇ ହଳଦୀ ଗୁଣ୍ଡ ଏଇଠି ଆପଣଙ୍କୁ ଅଧ ଚାମଚ କି ଗୋଟେ ଚାମଚ, ଆପଣ କେତେ କ୍ୱାଣ୍ଟିଟି ଅଛି ସେଇ ହିସାବରେ ଆପଣଙ୍କୁ ଏଇଠି ପକେଇ ଦବାର ଅଛି। ଏଠି ଦେଖନ୍ତୁ ଫ୍ରେଣ୍ଡ, ହଳଦୀ ଗୁଣ୍ଡ ମୁଁ ଏଇଠି ପକେଇଦେଲି। ପକେଇ ସାରିଲା ପରେ ଆପଣ ଏହିପରି ଭାବରେ ଡାଇରେକ୍ଟ ଛତୁଟାକୁ କାଟି ଚାଲନ୍ତୁ, ନହେଲେ ଆଗୁଆ କାଟି ଦେଇକି ମଧ୍ୟ ତାକୁ ଡାଇରେକ୍ଟ ଏଇଠି ଧୋଇପାରିବେ। କାହିଁକି ନା ଏତେ ପରିମାଣରେ ଛତୁରେ ଡଷ୍ଟ ଥାଏ ଆଉ ଗୁଣ୍ଡ ବି ମଧ୍ୟ ଲାଗିଥାଏ। କାହିଁକି ନା ଆପଣଙ୍କୁ ଏଇଠି ମୁଁ ଦେଖୁଥିବି, ଆପଣଙ୍କୁ ଦେଖିବେ ଛତୁ ଧରିଛି, ସେଇଥିରେ ବି ଡଷ୍ଟ ଲାଗିଛି, କଳା କଳା ଗୁଣ୍ଡ ଲାଗିଛି। ଆଉ ସେକେଣ୍ଡଲି ହେଇଥାଏ କଣ, ଛତୁରେ ଯେହେତୁ ଛତୁଟା ପୁରା ଡାଇରେକ୍ଟ ମାଟିରୁ ଉଠିଥାଏ, ତା ଉପରେ ସାପ କିମ୍ବା ଯେକୌଣସି ବିଷାକ୍ତ ଜୀବ ମଧ୍ୟ ଚଢିକି ଚାଲି ଯାଆନ୍ତି, ଯାହା ଦ୍ୱାରା ଆମେ ଖାଇଲେ ତ ଆମ ଦେହ ମଧ୍ୟ ଖରାପ ହେଇଥାଏ। ତେଣୁକରି ଫ୍ରେଣ୍ଡ ସବୁବେଳେ ମନେ ରଖନ୍ତୁ, ସବୁବେଳେ ଛତୁକୁ ଟିକେ ଧୋଇକି ରଖନ୍ତୁ, ମାନେ ଛତୁକୁ ପାଣିରେ ବୁଡେଇକି ରଖନ୍ତୁ, ନହେଲେ ଆପଣଙ୍କର ଜୀବନ ପ୍ରତି ବି ଅସୁସ୍ଥ ଆସିପାରିଥାଏ। ଏହିପରି ଭାବରେ ଦେଖନ୍ତୁ ମୁଁ ସବୁତକ ଛତୁ ଛଡେଇ ଦେଇଛି, ଆଉ ଏହିପରି ଭାବରେ କାଟି କାଟି ମଧ୍ୟ ନେଇ ଚାଲିଛି। ସାଇଡ ବାଇ ସାଇଡ ଏଇଠି ମୁଁ କାଟି ଦେଇ ଚାଲିଛି ବହୁତ ସହଜରେ। ଆପଣ ଚାହିଁଲେ ହାତରେ ମଧ୍ୟ ଏହିପରି ଭାବରେ ଛଡେଇ ପାରିବେ, ନହେଲେ ଛୁରୀ, ନହେଲେ ପନିକିରେ ଯେକୌଣସି ସାହାଯ୍ୟରେ ଆପଣ ଏହିପରି ଭାବରେ କାଟିଦେବେ। ୟାକୁ ଦେଖନ୍ତୁ ଫ୍ରେଣ୍ଡ, ହଳଦୀ ପାଣିରେ 1 ରୁ 2 ମିନିଟ୍ ଟିକେ ବୁଡେଇକି ରଖନ୍ତୁ। ଦେଖନ୍ତୁ ଫ୍ରେଣ୍ଡ ନିହାତି ଭାବରେ ଏଇ ଟିପ୍ସ ଟା କରନ୍ତୁ, ନହେଲେ ଛତୁ ଖାଇଲେ ଆପଣ ଶୁଣୁଥିବେ ଆଲର୍ଜିକ ହଉଛି କିମ୍ବା ଦେହ ଖରାପ ହଉଛି। ତ ଏଇଟା ଏଇ ସକାଶେ ହିଁ ହୁଏ, ଯେହେତୁ ଆମର ଡାଇରେକ୍ଟ ଆଣିକି ଆମେ ଛତୁ ନର୍ମାଲ ଥରେ ୱାଶ କରିକି କରିଦେଇଥାଉ, ତ ଏଇ ସକାଶେ ହିଁ ଦେହ ଖରାପଟି ହୁଏ। ତ ସବୁବେଳେ ଫ୍ରେଣ୍ଡ ହଳଦୀ ପାଣିରେ ତାକୁ 2 ମିନିଟ୍, ଅତି କମରେ ତାକୁ 2 ମିନିଟ୍ ବତୁରେଇକି ରଖନ୍ତୁ। ଏହିପରି ଭାବରେ ଯାହା ଏକ୍ସଟ୍ରା ଜୀବାଣୁ ଥିବ ସବୁ ଚାଲିଯିବ। ୟାକୁ ଦେଖନ୍ତୁ ଫ୍ରେଣ୍ଡ, ମୁଁ ପକେଇଦେଲି ହଳଦୀ ପାଣି, ଆଉ ଥରେ ୱାଶ କରିଦେଇଛି। ମୁଁ ଏଇଠି କେବଳ 3 ଥର ୱାଶ କରିଛି, ଆଉ ଏଇଟା 3 ଥରର ପାଣି। ୱାଶ କରି ସାରିଲା ପରେ ତାକୁ ବହୁତ ବଢିଆ ଭାବରେ ହାତରେ ଏହିପରି ଭାବରେ ଚିପୁଡି ଦେବେ। ଫ୍ରେଣ୍ଡ ଆପଣ ଜାଣିଛନ୍ତି, ଆପଣ ସିକ୍ରେଟ ଫୁଡି ଚ୍ୟାନେଲକୁ ଆସୁଛନ୍ତି, ଆଉ ସିକ୍ରେଟ ଫୁଡି ଚ୍ୟାନେଲରେ ସବୁଠାରୁ ଛୋଟରୁ ବଡ ସିକ୍ରେଟ ଟିପ୍ସ, ତା ସହିତ ବୋନସ ପଏଣ୍ଟ ମଧ୍ୟ ଆପଣଙ୍କୁ ମିଳିଥାଏ। ଏଇ ଭିଡିଓରେ ବି ମଧ୍ୟ ଆପଣଙ୍କୁ ମୁଁ ବୋନସ ପଏଣ୍ଟ ଦେବି। ତେଣୁକରି ଯଦି ବିନା ସ୍କିପ୍ କରି ନ ଦେଖିବେ ତ ବୋନସ ପଏଣ୍ଟରେ ଆପଣ ଭରପୁର ମାତ୍ରାରେ ଲାଭ ଉଠେଇ ପାରିବେ। ଦେଖନ୍ତୁ ଫ୍ରେଣ୍ଡ, ଛତୁରେ ମୁଁ ଏଠି ଦେଇଦେଇଛି ଲୁଣ, ଏଇଠି ଲଙ୍କା ଗୁଣ୍ଡ, ଏଇଠି ଟିକେ ହଳଦୀ ଗୁଣ୍ଡ। ଫ୍ରେଣ୍ଡ ଏଇଠି ହଳଦୀ ଗୁଣ୍ଡ ଆପଣଙ୍କୁ ଅଳ୍ପ କ୍ୱାଣ୍ଟିଟିର ଦେବାକୁ ଅଛି, ଆଉ ଲୁଣ ଲଙ୍କା ଗୁଣ୍ଡ ମଧ୍ୟ ଅଳ୍ପ। ଏଇଠି ଦେଖନ୍ତୁ ଫ୍ରେଣ୍ଡ ମୁଁ ଘିଅ ନେଇଯାଇଛି, ଦେଶୀ ଘରେ ଯୋଉ ଘିଅ କରନ୍ତି ସେଇ ଘିଅ ନେଇଛି। ଯଦି ଆପଣଙ୍କୁ ପସନ୍ଦ ନୁହଁ ତ ଆପଣ ମେଲ୍ଟେଡ ବଟର ନେଇପାରିବେ, ମାନେ ବଟରକୁ ଆପଣ ଟିକେ ମେଲ୍ଟ କରିକି ଏହିପରି ଭାବରେ ନେଇପାରିବେ। ଯଦି ସେଟା ବି ଆପଣଙ୍କୁ ପସନ୍ଦ ନୁହଁ ତ ଆପଣ ବିଲକୁଲ ମାତ୍ରାରେ ଘିଅ ସ୍କିପ୍ କରି ମଧ୍ୟ ପାରିବେ। ଦେଖନ୍ତୁ ଫ୍ରେଣ୍ଡ, ଆପଣ ଯଦି ଘିଅ ପକେଇକି ଏପରି ଭାବରେ କରୁଛନ୍ତି, ଆପଣଙ୍କୁ ପ୍ରଥମେ ତ ଲାଗିବ ଆରେ ଛତୁରେ ଘିଅ ପକେଇଲେ କେମିତି ଲାଗିବ, ଟେଷ୍ଟ ହୁଏ ତ କିଛି ଅବାଗିଆ ଲାଗିପାରେ। କିନ୍ତୁ ମୁଁ ଆପଣଙ୍କୁ କହୁଛି ଫ୍ରେଣ୍ଡ, ଆପଣ ଥରେ କରିକି ଦେଖନ୍ତୁ। ଯଦି ଆପଣଙ୍କୁ ନ ଲାଗିଛି ଟେଷ୍ଟ ଭଲ, ତାହେଲେ ଆସିକି ମତେ କମେଣ୍ଟ କରିକି ଜଣେଇବେ। ତାକୁ ଗୋଳେଇକି ଆମେ ଟିକେ ସାଇଡରେ ଥୋଇଦେଲେ, ତାକୁ ଫ୍ରେଣ୍ଡ ବେଶୀ ଟାଇମ ରଖିବାନି, ଯେତିକି ଟାଇମ ଆମେ ଅଲଗା ପ୍ରିପାରେସନ କରୁଛେ ସେତିକି ଟାଇମ ପର୍ଯ୍ୟନ୍ତ ରଖିବା। ଏଠି ଦେଖନ୍ତୁ ଫ୍ରେଣ୍ଡ, ମୁଁ ଏଠି 4ଟି କାଜୁ ପାଣିରେ 5 ମିନିଟ୍ ପାଇଁ ବତୁରେଇକି ନେଇଥିଲି। ଫ୍ରେଣ୍ଡ ଯଦି ଆପଣଙ୍କ ପାଖରେ କାଜୁ ନାହିଁ ତ କାଜୁକୁ ଆପଣ ବିଲକୁଲ ହିଁ ହଟେଇଦେବେ, ବିଲକୁଲ ସ୍କିପ୍ କରିବା, ପକେଇବା କୌଣସି ପ୍ରକାର ଦରକାର ନାହିଁ। ଟମାଟୋ ଏଠି ନେଇଯିବେ, ଟମାଟୋଟିକୁ ଏଠିକି ଗ୍ରାଇଣ୍ଡ କରିଦେବେ। ଫ୍ରେଣ୍ଡ ଯଦି ଗ୍ରାଇଣ୍ଡ କରିବା ପାଇଁ ଚାହୁଁନାହାନ୍ତି ତ ଚୁନ ଚୁନ ପୁରା ଛୋଟ ଛୋଟ କରିକି ତାକୁ ଆପଣ କାଟି ପାରନ୍ତି, ନହେଲେ କୋରି ମଧ୍ୟ ପାରନ୍ତି।
ଏଇଠି ଦେଖନ୍ତୁ ଫ୍ରେଣ୍ଡ ମୁଁ ନେଇଯାଇଛି ଗୋଟେ ପ୍ୟାନ୍ କିମ୍ବା କଡେଇ ଯାହା ଆପଣଙ୍କ ପାଖରେ ଆଭେଲେବୁଲ ତାକୁ ଆପଣ ନେଇଯିବେ। ଏଇଠି ପକେଇଦେବେ ଟିକେ ତେଲ, ଯେକୌଣସି ସୋରିଷ ତେଲ କିମ୍ବା ରିଫାଇନ ତେଲ ଯେକୌଣସି ତେଲ ଖାଉଛନ୍ତି ତାକୁ ଆପଣ ଏଇଠି ଦେଇ ଦିଅନ୍ତୁ। ଏଇଠି ନେଇଯାଆନ୍ତୁ ଅଧ ଚାମଚ ଜିରା। ଏଇଠି ଦେଖନ୍ତୁ ଫ୍ରେଣ୍ଡ ମୁଁ ଜିରା ନେଇଛି, ଆପଣ ଯଦି ଚାହିଁବେ ସୋରିଷ ତେଲ ମଧ୍ୟ ନେଇପାରିବେ, କିନ୍ତୁ ଜିରା ନେଲେ ଟେଷ୍ଟଟା ଟିକେ ଭଲ ଆସେ, ସୋରିଷରେ ବି ଭଲ ଆସେ। ତ ଆପଣଙ୍କ ଇଚ୍ଛା ଫ୍ରେଣ୍ଡ, ଆପଣ ଯାହା ଚାହିଁବେ ଏଇଠି ସେଇଆ ଫୁଟେଇ ପାରିବେ। ଏଇଠି ଦେଖନ୍ତୁ ଫ୍ରେଣ୍ଡ ମୁଁ ନେଇଯାଇଛି ପିଆଜ। ପିଆଜଟିକୁ ଏହିପରି ଭାବରେ ଲମ୍ବା ଲମ୍ବା କାଟିଦେଇଛି, ଆପଣ ଚାହିଁଲେ ଚୁନ ଚୁନ କରିକି ମଧ୍ୟ କାଟି ପାରିବେ। ଆପଣଙ୍କ ହିସାବରେ ଯେକୌଣସି ରଫଲି ଆପଣ ଏହିପରି ଭାବରେ କାଟିକି ପିଆଜଟିକୁ ଦେଇ ଦିଅନ୍ତୁ। ଟିକେ ସମୟ ଫ୍ରେଣ୍ଡ ଆମେ ତାକୁ ଛାଡିଦବା ପିଆଜର କଲର ଚେଞ୍ଜ ହବା ପାଇଁ। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ସ୍କ୍ରିନରେ ବହୁତ ବଢିଆ ଭାବରେ ପିଆଜର କଲରଟି ଚେଞ୍ଜ ହେଇଯାଇଛି ବହୁତ କମ ଟାଇମରେ। ଏଇଠି ଫ୍ଲେମ ଆମେ ରଖିଛେ ମିଡିୟମ ଫ୍ଲେମ। ଏ ଦେଖନ୍ତୁ ଫ୍ରେଣ୍ଡ ପିଆଜର କଲରଟି ଆମର ବିଲକୁଲ ଭାବରେ ଚେଞ୍ଜ ହେଇଯାଇଛି, ଆଉ ବହୁତ ବଢିଆ ସୁନ୍ଦର ଦେଖାଯାଉଛି। ତାପରେ ଆମେ ଏଠି ଦେଇଦେବା ଅଦା ରସୁଣ ପେଷ୍ଟ। ଫ୍ରେଣ୍ଡ ଦେଖନ୍ତୁ ଆପଣ ଚାହିଁଲେ କେବଳ ହିଁ ଅଦା ରସୁଣ ପେଷ୍ଟ ଦେଇପାରିବେ, କିମ୍ବା ଆପଣ ଯଦି ଚାହୁଁଛନ୍ତି ଅଦା ରସୁଣ ପିଆଜ ପେଷ୍ଟ ମଧ୍ୟ ଏକାଠି ମିଶେଇକି ଦେଇପାରିବେ। ଏଇ ଯୋଉ ପେଷ୍ଟଟା ଦେଖୁଛନ୍ତି ସେଇଥିରେ ମୁଁ ଖଣ୍ଡେ ପିଆଜ ମିଶେଇଥିଲି, ଅଦା ଆଉ ରସୁଣ ଦେଇଥିଲି। ଯେହେତୁ ବହୁତ ଲୋକ ଅଦା ରସୁଣ କରନ୍ତି ପିଆଜ ତା ସହିତ ମିଶାନ୍ତିନି, ତ ଆପଣ ତାକୁ ଏକଦମ ଭାବରେ ସ୍କିପ୍ କରିପାରିବେ, ନହେଲେ ଆପଣ ମିଶେଇ ମଧ୍ୟ ପାରିବେ। ତିନିଟାକୁ ଟିକେ ବହୁତ ବଢିଆ ଭାବରେ ଗୋଟେ ମିନିଟ ପାଇଁ ହାଲକା ଜଷ୍ଟ ଏହିପରି ଭାବରେ ବାସ୍ନାଟା ଯୋଉ ପର୍ଯ୍ୟନ୍ତ ଯିବ ଛାଡିଦବା, ଗୋଟେ ମିନିଟରୁ ଅଧିକ କରିବେନି। ତାପରେ ଏହିପରି ଛୋଟ ଛୋଟ ଲଙ୍କା କାଟିକି ଦେଇଦେବେ, ଯଦି ଛୋଟ ଛୁଆ ଖାଉଛନ୍ତି ତ ଲଙ୍କା ସ୍କିପ୍ ମଧ୍ୟ କରିପାରିବେ। ହଳଦୀ ଗୁଣ୍ଡ ଏଇଠି ଆପଣଙ୍କୁ ଜଷ୍ଟ ଅଳ୍ପ ଦେବାର ଅଛି, କାହିଁକି ନା ଆମେ ହଳଦୀରେ ଏଇଠି ଆମେ ପ୍ରଥମେ ମ୍ୟାରିନେଟ କରିଥିଲେ, ତେଣୁକରି ହଳଦୀ ଗୁଣ୍ଡ ଅଳ୍ପ ଦେଇଦେବେ, ଲୁଣ ଗୁଣ୍ଡ ଲଙ୍କା ଗୁଣ୍ଡ ମଧ୍ୟ ଅଳ୍ପ ଦେଇଦେବେ, ହାଲକା ଆପଣଙ୍କୁ ଅଳ୍ପ ଦେବାର ଅଛି। ଆଉ ଏଠି ଲୁଣ ମଧ୍ୟ ଅଳ୍ପ ଦେଇଦବାର ଅଛି। ଫ୍ରେଣ୍ଡ ଆପଣଙ୍କୁ ସେତିକି ଦବାର ଅଛି ଯେତିକି କି ଆମର ଏଇ ପିଆଜଟା ପକଉଛେ ଆଉ ମସଲାଟା ଅଦା ରସୁଣ ପକେଇଛେ ତାକୁ ସିଝିବା ପାଇଁ ଯେତିକି ଦରକାର ଠିକ ସେତିକି ଆମେ ଏଇଠି ପକଉଛେ। ଆଉ ଏଠି ଦେଖନ୍ତୁ ଫ୍ରେଣ୍ଡ ଲାଷ୍ଟ ମୁଁ ଗୋଟେ ମସଲାଟି ପକେଇଛି, ଯୋଉ ମସଲାଟା କି ବିଲକୁଲ ଅପସନାଲ ଅଛି। ଏଇ ମସଲାଟା ମୁଁ ଗୋଟେ ନନଭେଜ ମସଲା ପକେଇଛି, ଆପଣ ବୁଝିପାରୁଥିବେ ଚିକେନ ମସଲା, ସେଇ ମସଲାଟି ମୁଁ ପକେଇଛି, ଯୋଉଟା ଆମେ ପାଉଡର ଆସେ ସେଇପରି ମୁଁ ପକେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ଯେକୌଣସି ଭେଜିଟେବୁଲ ମସଲା ପକେଇ ପାରିବେ, ପରିବା ଗୁଣ୍ଡ ମସଲା ପକେଇ ପାରିବେ, ନହେଲେ ଆପଣ ଚାହିଁଲେ ଜିରା ଆଉ ଧନିଆ ଗୁଣ୍ଡ ମଧ୍ୟ ଏଠି ଦେଇପାରିବେ। ଯଦି ଆପଣଙ୍କ ପାଖରେ କୌଣସି ପ୍ରକାର ମସଲା ନାହିଁ କିମ୍ବା ଆପଣ ମସଲା ଖାଇବାକୁ ପସନ୍ଦ କରନ୍ତିନି, ତ ଆପଣ ମସଲାକୁ ଏକଦମ ଭାବରେ ସ୍କିପ୍ କରିଦେଇ ପାରିବେ, କୌଣସି କଥା ନାହିଁ, ଟେଷ୍ଟ ବଢିଆ ଆସିବ। ଏବେ ଦେଖନ୍ତୁ ଫ୍ରେଣ୍ଡ କାଜୁ ଆଉ ଆମେ ଟମାଟୋ ଯୋଉ ରଖିଥିଲେ ତାକୁ ଗ୍ରାଇଣ୍ଡ କରିଦେଇଥିଲେ, ସେଇ ପେଷ୍ଟଟି ମୁଁ ଏଇଠି ପକେଇ ଦଉଛି। ପକେଇକି ତାକୁ ଟିକେ ବହୁତ ବଢିଆ ଭାବରେ ଏହିପରି ଭାବରେ ଆପଣଙ୍କୁ ଘାଣ୍ଟି ଦବାର ଅଛି। ଦେଖନ୍ତୁ ଫ୍ରେଣ୍ଡ ଆପଣଙ୍କ ଲାଗି ଗୋଟି ଗୋଟି କରି ଭିଡିଓ ମୁଁ ଆଣୁଛି, ବହୁତ ବୁଝିବା ପାଇଁ ମୁଁ ଚେଷ୍ଟା କରୁଛି। ମୁଁ कृपया ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଏପର୍ଯ୍ୟନ୍ତ ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିକି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ, ଏହିପରି ଭାବରେ ନୂଆ ନୂଆ ଭିଡିଓ ଦେଖିବା ପାଇଁ। ଯେତେବେଳେ ମୁଁ ଅପଲୋଡ କରିବି ସଭା ପ୍ରଥମେ ଆପଣଙ୍କ ପାଖକୁ ଯିବ, ଆଉ ଆପଣ ବହୁତ ଖୁବ କମ ଟାଇମରେ ଭିଡିଓର ଲାଭ ଉଠେଇ ପାରିବେ। ଯେହେତୁ ଫ୍ରେଣ୍ଡ ଜାଣିଛନ୍ତି ବୋନସ ପଏଣ୍ଟ ଏପର୍ଯ୍ୟନ୍ତ ସରିନି, ତ ବୋନସ ପଏଣ୍ଟ ଆରମ୍ଭ ହବ ତା ପୂର୍ବରୁ ଆପଣ ଫ୍ରେଣ୍ଡ କିମ୍ବା ସାଙ୍ଗସାଥୀ ମାନଙ୍କୁ ସେୟାର କରିଦିଅନ୍ତୁ ଯାହାକୁ କି ଛତୁ ତରକାରୀ ବନେଇ ଆସେନି କିମ୍ବା ଛତୁ ତରକାରୀ ଖାଆନ୍ତି ନାହିଁ। ନିହାତି ଭାବେ ତାଙ୍କୁ ସେୟାର କରିଦିଅନ୍ତୁ, ତାଙ୍କେ ସେମାନେ ବି ବହୁତ ଇଜିଲି ବୁଝିପାରିବେ। ये देखो फ्रेंड आमर बहुत बड़ा भाव मसलाटी रेडी हो गलानी, कड़े जो एपरिका भाव छाड़िले आप जानवे कि मसला पूरा रेडी हो जाए। देखिपे फ्रेंड एपर्यंत पैन रे टोटाली भी लगुनि मसला किसी, तो आप कड़े पैन रे जदि लगुनि तो जानवे एकदम रेडी हो जाए। से ग्राइंडर में आउ अध कप पानी देकी टिके बहुत बड़ा भाव घाटी देकी से मसला पानी टाकू पकई देती, आउ अध कप माने टोटाली मुझे गोटे छोट कप नॉर्मल चाहा पिया कप रे कपे हम पानी मु देइछि। मसला व्यतीत मु केवल गोटे छोट कप रे चाहा पिया कप रे पानी देइछि। आपनको फ्रेंड मन रखिबार अछि एठी पानी देबेनी, काहे कि हमें छतु एठी करूजे, तो छतुर ऑटोमेटिक एठी पानी बाहरी जिवो। आपण देखिबे फ्रेंड छतुर पानी बाहरी जाउथिला, तापर हमें छतु देइछि, मु एठी आपनको देखेबी छतुर आहुरी बहुत सारा पानी बाहरिबो। तो एनु करी आपनको एठी पानी केवल अल्प दबार अछि, जेतिके आपनको मसला पानी दरकार बस हेतिके आपनको पानी दियंतु, आ बेसी टोटाली पानी दियंतु नाही। एठी देखंतु फ्रेंड मु पकेई के बहुत बढा भाबरे एठी एही परा भाबरे घांटी देली। फ्रेंड आपण जानि छथि जेतेबेले आपण रेस्टोरेंट रे जानती किंबा ढाबा रे जानती, खाइला बेले बडा बासना आसी थाए। आपण जेमति पचरंती तांको रेसिपी से तो आपनको बतई दियंती, किंतु आपण कला बेले कोन बेसे बासनाटा आसी न थाए। से सीक्रेट जिंसटी कोन, तो आपण जेहेतु आछन सीक्रेट फूडी चैनल को, से सीक्रेट जिंसटी कोन मु कहबी बोनस पॉइंट आपनकर बहुत बड़ बोनस पॉइंट। आपण निजे जानिले भी पागल हो जिवे, छोटिया जिंस समस्तक घरे थाए, 5 रु 10 टंका भी पड़ेनी, समस्तक घरे थाए इजिली, किंतु आमे ताको यूज करूनु। से जिंसटी फ्रेंड एठी मु आपनको कहिबाकू जाउची।
ତା ପୂର୍ବରୁ ଦେଖି ଦିଅନ୍ତୁ ଫ୍ରେଣ୍ଡ ମୁଁ ୟାକୁ ଘୋଡେଇକି ରଖିଥିଲି 3 ରୁ 4 ମିନିଟ୍ ବହୁତ ଇଜିଲି ପାଣିର ବାହାରି ପଡିଛି ଟିକେ ମଝିରେ ମଝିରେ ଫ୍ରେଣ୍ଡ ଘାଣ୍ଟି ଦେବେ ନହେଲେ ଲାଗିଯିବାର ମଧ୍ୟ ସମ୍ଭାବନା ଥାଏ। ଛତୁରୁ ଦେଖିପାରୁଥିବେ ଫ୍ରେଣ୍ଡ ଆମର ଏତେ ସାରା ପାଣି ବାହାରିଲା ଆମକୁ ଟୋଟାଲି ବି ପାଣି ଏଠି ଦବାକୁ ପଡିନଥିଲା କେବଳ ଗୋଟେ କପ୍ ପାଣିରେ ଛତୁ ତରକାରୀ ଆମର ରେଡି। ଇଏ ଦେଖନ୍ତୁ ଫ୍ରେଣ୍ଡ ଏହିପରି ଭାବରେ ଆପଣଙ୍କୁ ଟିକେ ଘାଣ୍ଟି ଦବାର ଅଛି ତାକୁ ଆମର ତଳେ ନ ଲାଗୁ। ଇଏ ଦେଖନ୍ତୁ ଫ୍ରେଣ୍ଡ ଏକଦମ ଭାବରେ ରେଡି ହେଇଯାଇଛି। ସେ ସିକ୍ରେଟ ଜିନିଷଟି ହଉଛି ସେ ବୋନସ ପଏଣ୍ଟ ହଉଛି ଆପଣଙ୍କର କସ୍ତୁରୀ ମେଥି ଯୋଉଟା କି ଆପଣ ଇଜିଲି ମାର୍କେଟରେ 5 ଟଙ୍କାରୁ ବି କମ ରେ ପଇସାରେ ବହୁତ ସାରା କ୍ୱାଣ୍ଟିଟିରେ ଆପଣ ଆଣିପାରିବେ ଆଉ ତାକୁ ଆପଣ ମାସ ମାସ ଧରି ଷ୍ଟୋର କରିକି ମଧ୍ୟ ରଖିପାରିବେ। ସେ ସିକ୍ରେଟ ଜିନିଷ ମାନେ ଆମର ମେଥି ଗୁଣ୍ଡକୁ ମେଥି ପତ୍ରକୁ ଟିକେ ଉପରେ ପକେଇ ଦିଅନ୍ତୁ ପକେଇକି କେବଳ 1 ମିନିଟ୍ ଲୋ ଫ୍ଲେମରେ ଗ୍ୟାସଟି ଚାଲୁ ରଖନ୍ତୁ ତାକୁ ଘୋଡେଇକି ଏହିପରି ଭାବରେ ଯେକୌଣସି ଜିନିଷ ଆପଣ ଘୋଡେଇ ଦିଅନ୍ତୁ ଥାଳିଆ ଚକିଆ କିମ୍ବା ଯେକୌଣସି ଏହିପରି ଭାବରେ ଘୋଡଣି ଘୋଡେଇ ଦିଅନ୍ତୁ 1 ମିନିଟ୍ ପର୍ଯ୍ୟନ୍ତ କେବଳ ରଖନ୍ତୁ ତାପରେ ଗ୍ୟାସଟି ଆମର ବନ୍ଦ କରିଦିଅନ୍ତୁ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ ଗ୍ୟାସଟି ଆମର ବନ୍ଦ ହେଇଯାଇଛି। ୟା ପରେ ଆପଣ କରିବେ କଣ ଏବେ ଆପଣ ଖାଇବେନି ଖାଇବେ କେତେବେଳେ ମୁଁ ଆପଣଙ୍କୁ କହୁଛି। ଇଏ ଦେଖନ୍ତୁ ଫ୍ରେଣ୍ଡ ଏକଦମ ଭାବରେ ରେଡି ହେଇଯାଇଛି ଆପଣଙ୍କୁ କରିବାର କଣ ଅଛି ବେଶୀ ନାହିଁ ଫ୍ରେଣ୍ଡ ଆପଣଙ୍କୁ ଅତି କମ ସେ କମ ୟାକୁ 5 ମିନିଟ୍ ଘୋଡେଇକି ଛାଡିଦବାର ଅଛି ଗ୍ୟାସ ବନ୍ଦ ସଇଲା ଓହ୍ଲେଇ ସାଇଲେ 5 ମିନିଟ୍ ଛାଡି ଦିଅନ୍ତୁ ସବୁତକ ଫ୍ଲେଭର ଏହିପରି ଭାବରେ ପଶି ଆସିବ ଆଉ ଖାଇବା ଏତେ ଟେଷ୍ଟ ଲାଗିବ ବାସ୍ନା ଆହୁରି 4 ଗୁଣା ହେଇଯିବ। ଘୋଡେଇ ସାଇଲା ପରେ ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ମୁଁ 5 ମିନିଟ୍ ପରେ ଦେଖଉଛି ଏତେ ସୁନ୍ଦର ଦେଖାଯାଉଛି ମୁଁ ଆପଣଙ୍କୁ ନିଜେ ବି କହିପାରିବେନି କି ଏତେ ସୁନ୍ଦର ତ ଦେଖାଯାଉଛି ଖାଇବା ଏତେ ଟେଷ୍ଟ ଲାଗୁଛି ଆପଣ ଯଦି ନନ ଭେଜିଟେରିଆନ ହେଇଥିବେ ତ ସେ ନନ ଭେଜିଟେରିଆନ ବି ଛାଡିଦେବେ ମାନେ ଆପଣ ଏହିପରି ଭାବରେ ଛତୁ ତରକାରୀ ଖାଇବେ ଆଉ ଏଇଟା ବନେଇବା ଯେତିକି ସହଜ ସବୁ ଘରେ ଥିବା ଜିନିଷରେ ଆମେ ଅଳ୍ପ ଅଳ୍ପ ଜିନିଷରେ ବନେଇଛେ ଏତେ ସହଜ ଖାଇବା ଏତେ ଟେଷ୍ଟି ନିହାତି ଭାବରେ ଫ୍ରେଣ୍ଡ ଏହିପରି ଭାବରେ ଛତୁ ତରକାରୀଟି ବନେଇକି ଖାଆନ୍ତୁ ସବୁ ପ୍ରକାର ଛତୁ ତରକାରୀ ଖାଇବା ଭୁଲିଯିବେ। ଫ୍ରେଣ୍ଡ ମୁଁ ଆପଣଙ୍କ ଲାଗି ଏତେ ସାରା ବୋନସ ପଏଣ୍ଟ ଆଣୁଛି ମୋର ସବୁ ଭିଡିଓରେ ଆପଣଙ୍କ ପାଇଁ ଗୋଟି ଗୋଟି କରି ବୋନସ ପଏଣ୍ଟ ଥାଏ ଆଉ ବହୁତ ସାରା ଟିପ୍ସ ଆଉ ଟ୍ରିକ୍ ଥାଏ ଆଉ ୟାର ନେକ୍ସଟ ପରବର୍ତ୍ତୀ ଭିଡିଓରେ ଗୋଟେ ଆପଣଙ୍କ ପାଇଁ ସରପ୍ରାଇଜ ଭିଡିଓ ଅଛି ତେଣୁକରି ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନାହାନ୍ତି ସବସ୍କ୍ରାଇବ କରିକି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ ତାକି ଏହିପରି ଭାବରେ ଭିଡିଓ ନୂଆ ନୂଆ ଆପଣ ପାଇବା ପାଇଁ। ଯଦି ଭଲ ଲାଗିଲା ମୋ ଭିଡିଓ ଥ୍ୟାଙ୍କ ୟୁ ଫର ୱାଚିଂ ବାଏ ବାଏ।